निर्माण तथा अंकुशिल्प शहीद स्मारक कमिटीर सभापति तो विजय कुमार नायक उपस्थित अच्छे करताली दे स्वागत करी आम गण में आज निमंत्रित अतिथि परमानंद पृष्टि बीआईटीए कांपस आम गण में करताली दे स्वागत करी आम गण में कमिटीर अंकुशिल्प शहीद स्मारक कमिटीर उपसभापति प्रोफेसर विजय कुमार टोको आम गण में करताली दे स्वागत करी आम गण में वीरमित्रपुर गणपालिकार अध्यक्ष संदीप मिश्र अच्छा स्वागत करवा गणर अन्यतम अतिथि इस्पात कॉलेजर पूर्वतन अध्यक्ष डॉक्टर भवानी शंकर चैनल स्वागत करवा गणपालिकार भाइस चेयरमैन श्रीमती निवेदिता बागे करताली स्वागत करवा सेकंड है फर्स्ट इधर सिंको शहीद अमर रहे, अमर रहे, अमर रहे। हमको सिंको शहीद अमर रहे, अमर रहे, अमर रहे। वीर जवान अमर रहे, अमर रहे, अमर रहे। वीर जवान अमर रहे, अमर रहे, अमर रहे। निर्मल मुंडा अमर रहे, अमर रहे, अमर रहे। देखु 84 निर्मल मुंडा अंकुशिम को शहीद दिवस पालन किंतु आज गवर्नमेंट कथा हूँ सेंट्रल गवर्नमेंट हो कि स्टेट गवर्नमेंट जो पदक्षेप नहीं उन्नतिकरण सेटा निहाती भाव में दुखित लगुच माने बहुत मंथर माने बहुत स्लो हिसाब से कम चलुवर कहीं यहाँ गोटे माने 49 हिसाब से 49 ये शहीद होती निहाती भाव में ये निरल आदिवासी इंग्रेज मान द्वारा जो जिते जमी खोजना हक लड़ुले से शहीद होती जे जो देशपाई जो शहीद होती माने मोर हिसाब से मुझे भावुँ भल सम्मान
ପ୍ରଶାସନିକ ମଧ୍ୟ ବହୁତ ତାଙ୍କର ଆସିକି ତାଙ୍କ କର୍ତ୍ତବ୍ୟ କରି ଚାଲୁଛନ୍ତି, କିନ୍ତୁ ଉନ୍ନତିକରଣଟା ବହୁତ ମାନେ ଧୀର ସୁସ୍ଥ ହିସାବରେ ମାନେ କୈଶ ହିସାବରେ ଚାଲିଛି। ସେଥିପାଇଁ ନିହାତି ଆମେ ଆକୁ ସରକାରକୁ ନିହାତି ଭାବରେ ଆମେ ଜଣାଇବୁ ଯେ ଯଥାଶୀଘ୍ର ହଉ ଏଇଟା ଗୋଟେ ଭଲ ଗୋଟେ ଟୁରିଜମ୍ ହଉ। ଆଉ ଧନ୍ୟବାଦ, ସେ ଚିନ୍ତା କରିଛନ୍ତି ସରକାର, କିନ୍ତୁ ଆଗକୁ ଆଉ ଆଗେଇ ପାରୁନାହାନ୍ତି। ସେଥିପାଇଁ ମୁଁ ଯଥାଶୀଘ୍ର ଆମେ ଜନସାଧାରଣଙ୍କ ତରଫରୁ ଏବଂ ମୋ ତରଫରୁ ମଧ୍ୟ ବହୁତ ଶୀଘ୍ର ଉନ୍ନତିକରଣ ହେବ ଆଉ ଆଗେଇ ଚାଲିବ କହିକି ମୁଁ ଆଶା କରୁଛି ଏବଂ ତାଙ୍କ ପାଇଁ ଆମେ ଚେଷ୍ଟା ମଧ୍ୟ କରିବୁ ଆଉ ସରକାରକୁ ମଧ୍ୟ ଆମକୋ ସିମକୋ ହେଉଛି এই ଅଞ୍ଚଳବାସୀଙ୍କ ପାଇଁ ଗୋଟେ ପବିତ୍ର ସ୍ଥାନ। ଏଥିପାଇଁ ପବିତ୍ର ସ୍ଥାନ ଯେ ଇଂରେଜମାନଙ୍କ ବିରୁଦ୍ଧରେ ଦେଶକୁ ବଞ୍ଚିବା ପାଇଁ, ଦେଶକୁ ସ୍ୱାଧୀନତା କରିବା ପାଇଁ ଖୁଦକାଟି ରାଇଟ୍ ବିରୁଦ୍ଧରେ ଆମର ଲୋକମାନେ ଆନ୍ଦୋଳନ କରୁଥିଲେ ନିର୍ମଳ ମୁଣ୍ଡାଙ୍କ ନେତୃତ୍ୱରେ, ଯେଉଁଥିପାଇଁ କି ସେହି ସମୟରେ ଇଂରେଜମାନେ ଏଠି ଯେଉଁ ମେଡ଼ି ଥିଲା, ଆଦିବାସୀମାନଙ୍କର ମେଡ଼ି ଥିଲା, ସେ ମେଡ଼ି ଉପରେ ଆସିକି ଫାୟାରିଂ କରୁଥିଲେ ଆଉ ସେଥିରେ 49ରୁ ଅଧିକ ଆଦିବାସୀ ଭାଇ ଭଉଣୀମାନଙ୍କର ଦେହାନ୍ତ ହୋଇଥିଲା, ଶହୀଦ ହୋଇଥିଲେ ସେମାନେ। ସେଥିପାଇଁ ଏହି ପବିତ୍ର ସ୍ଥାନକୁ ଆମେ ନମନ କରିବା ପାଇଁ ଆସିଛୁ, ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସିଛୁ। ନିର୍ମଳ ମୁଣ୍ଡାଙ୍କର ଯେଉଁ ଲିଡରସିପ୍ ଥିଲା, ଯେଉଁଥିପାଇଁ କି ଏଠିକାର ଭାଇ ଭଉଣୀମାନେ ଶହୀଦ ହୋଇଥିଲେ। ଆଜି ଆମେ ତାଙ୍କୁ ମନେ ପକାଇବା ପାଇଁ ଆଉ ତାଙ୍କୁ ନମନ କରିବା ପାଇଁ ଚାହୁଁଛୁ। 1939 ମସିହାରେ ଯେଉଁ ଆମର ଏ ଅଞ୍ଚଳର ଶହୀଦ ହୋଇଥିଲେ ସବୁ ନିର୍ମଳ ମୁଣ୍ଡା ସମେତ 48 ଲୋକ, ଟୋଟାଲ୍ 49 ଲୋକ ଶହୀଦ ହୋଇଥିଲେ। ସେମାନଙ୍କର ନିହାତି ଅବଦାନ ରହିଛି ଆମର ଦେଶ ପାଇଁ, ଆମ ରାଜ୍ୟ ପାଇଁ, ଆଉ ସେମାନଙ୍କ ପାଇଁ ଆମେ ଗୌରବାନ୍ୱିତ। ଆଜି ସେହି ଶହୀଦ ଦିବସ ଉପଲକ୍ଷେ ଆମେ ତାଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରୁଛୁ ଆମର କମିଟି ତରଫରୁ, ତଥା ସରକାର ତ ନିଶ୍ଚିତ ଭାବରେ ପଦକ୍ଷେପ ନେଇଛନ୍ତି, ଟୁରିଷ୍ଟ ପ୍ଲେସ୍ ଭାବରେ ଡିକ୍ଲେୟାର କରିଛନ୍ତି। କାମ ବି ଚାଲିଛି, ଆପଣମାନେ ଦେଖୁଥିବେ, ତ୍ୱରାନ୍ୱିତ ଅଛି କାମ। ନିଶ୍ଚିତ ଭାବରେ ଆହୁରି ଭଲ ହେବ ଏବଂ ଏଠି ଅଧିକ ଟୁରିଷ୍ଟ ଆସିବେ ଏବଂ ଭବିଷ୍ୟତରେ ନିଶ୍ଚିତ ଭାବରେ ଏ ଅଞ୍ଚଳର ଉନ୍ନତି ହେବ ଏବଂ ଏ ଶହୀଦ ପୀଠର ଆହୁରି ଉତ୍ତରୋତ୍ତର ଉନ୍ନତି ହେବ। ନିହାତି ଭାବରେ ହେବ, ଯେତେବେଳେ ସବୁ ଫ୍ୟାସିଲିଟି ଆଭେଲେବୁଲ୍ ହେବ ନିଶ୍ଚିତ ଭାବରେ ତା'ର ପ୍ରଚାର ପ୍ରସାର ହେଲେ ଆହୁରି ଅଧିକ ଲୋକ ଆସିବେ। ନାଇଁ, ଯେଉଁଠି ତ ରାସ୍ତା ନାହିଁ, ଏଠି ତ ରାସ୍ତା ଅଛି, ଯେଉଁଠି ପୋତା ହେଇଥିଲା ସେ ସ୍ଥଳୀ ଆମେ ଯାଇଥିଲୁ ବି, ସେଠି କେତେ ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ଅଛି, କେତେ ପ୍ରାଇଭେଟ୍ ଲ୍ୟାଣ୍ଡ ଦେଖିବାକୁ ପଡ଼ିବ, ଲୋକଙ୍କ ମତାମତ ନେଇ ରାସ୍ତାର ବ୍ୟବସ୍ଥା କରିବାକୁ।